ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦେବଦଳନ ରଥର ବା ଦର୍ପଦଳନ ରଥର ଦଉଡ଼ିର ନାମ କ'ଣ? ଅପସନ୍ ଏ ମହାବଳ, ଅପସନ୍ ବି ବାସୁକି, ଅପସନ୍ ସି ଶଙ୍ଖଚୂଡ଼ ଏବଂ ଅପସନ୍ ଡି ସ୍ୱର୍ଣ୍ଣଚୂଡ଼। ଏବଂ ଆପଣଙ୍କ ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଡି ସ୍ୱର୍ଣ୍ଣଚୂଡ଼। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥରେ କେତୋଟି ଓ କେଉଁ ରଙ୍ଗର ଘୋଡ଼ା ଥାନ୍ତି? ଅପସନ୍ ନମ୍ବର ଏ 3ଟି ଧଳା ରଙ୍ଗର, ଅପସନ୍ ନମ୍ବର ବି 4ଟି କଳା ରଙ୍ଗର, ଅପସନ୍ ନମ୍ବର ସି 4ଟି ଧଳା ରଙ୍ଗର, ନା ଅପସନ୍ ନମ୍ବର ଡି 6ଟି ଧଳା ରଙ୍ଗର। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି 4ଟି ଧଳା ରଙ୍ଗର ଘୋଡ଼ା ଥାନ୍ତି। ଏବଂ ସେହି ଘୋଡ଼ାଙ୍କର ନାମ କ'ଣ କ'ଣ? ନା ଶଙ୍ଖ, ଶ୍ୱେତ, ବଳାହକ ଓ ହରିଦ୍ୱାସ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ତାଳଧ୍ୱଜ ରଥରେ କେତୋଟି ଓ କେଉଁ ରଙ୍ଗର ଘୋଡ଼ା ଥାନ୍ତି? ଅପସନ୍ ନମ୍ବର ଏ 4ଟି କଳା ରଙ୍ଗର, ଅପସନ୍ ନମ୍ବର ବି 4ଟି ଧଳା ରଙ୍ଗର, ଅପସନ୍ ନମ୍ବର ସି 6ଟି କଳା ରଙ୍ଗର ଏବଂ ଅପସନ୍ ନମ୍ବର ଡି 6ଟି ଧଳା ରଙ୍ଗର। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ 4ଟି ଘୋଡ଼ା କଳା ରଙ୍ଗର ଥାନ୍ତି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ଧ୍ୱଜା ବା ପତାକାର ନାମ କ'ଣ? ଅପସନ୍ ନମ୍ବର ଏ ନାଲି ପତାକା, ଅପସନ୍ ନମ୍ବର ବି ତ୍ରିଲୋକ ମୋହିନୀ, ଅପସନ୍ ନମ୍ବର ସି ନାଦମ୍ବିକା ଏବଂ ଅପସନ୍ ନମ୍ବର ଡି ଉପରୋକ୍ତ ସମସ୍ତ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି ତ୍ରିଲୋକ ମୋହିନୀ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ତାଳଧ୍ୱଜ ରଥର ଧ୍ୱଜା ବା ପତାକାର ନାମ କ'ଣ? ଅପସନ୍ ଏ ଉନ୍ନନି, ଅପସନ୍ ବି ନାଦମ୍ବିକା, ଅପସନ୍ ସି ବଡ଼ ପତାକା, ଅପସନ୍ ଡି କୌଣସିଟି ନୁହେଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ ଉନ୍ନନି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦେବଦଳନ ରଥର ଧ୍ୱଜା ବା ପତାକାର ନାମ କ'ଣ? ଅପସନ୍ ଏ ଉନ୍ନନି, ଅପସନ୍ ବି ନାଦମ୍ବିକା, ଅପସନ୍ ସି ନାଦମ୍ବିକା ଏବଂ ଅପସନ୍ ଡି କୌଣସିଟି ନୁହେଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି ନାଦମ୍ବିକା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥ ନିର୍ମାଣରେ କେତେ ଖଣ୍ଡ କାଠର ବ୍ୟବହାର ହୋଇଥାଏ ବା କେତେ ଖଣ୍ଡ କାଠ ଲାଗିଥାଏ? ଦେଖନ୍ତୁ ଅପସନ୍ ନମ୍ବର ଏ 741ଟି, ଅପସନ୍ ନମ୍ବର ବି 742ଟି, ଅପସନ୍ ନମ୍ବର ସି 651ଟି, ନା ଅପସନ୍ ନମ୍ବର ଡି 755ଟି। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି 742 ଖଣ୍ଡ କାଠ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ତାଳଧ୍ୱଜ ରଥ ନିର୍ମାଣରେ କେତେ ଖଣ୍ଡ କାଠର ବ୍ୟବହାର ହୋଇଥାଏ? ଅପସନ୍ ନମ୍ବର ଏ 756ଟି, ଅପସନ୍ ନମ୍ବର ବି 742ଟି, ଅପସନ୍ ନମ୍ବର ସି 651ଟି, ଅପସନ୍ ନମ୍ବର ଡି 731ଟି। ନା ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଡି 731ଟି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦେବଦଳନ ରଥର ନିର୍ମାଣରେ କେତେ ଖଣ୍ଡ କାଠର ବ୍ୟବହାର ହୋଇଥାଏ? ଅପସନ୍ ନମ୍ବର ଏ 711ଟି, ଅପସନ୍ ନମ୍ବର ବି 742ଟି, ଅପସନ୍ ନମ୍ବର ସି 851ଟି, ନା ଅପସନ୍ ନମ୍ବର ଡି 789ଟି। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ 711ଟି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ କେଉଁ କାଠରେ ରଥ ତିଆରି କରାଯାଇଥାଏ? ଅପସନ୍ ନମ୍ବର ଏ ଲିମ୍ବ କାଠ, ଅପସନ୍ ନମ୍ବର ବି ଆମ୍ବ କାଠ, ଅପସନ୍ ନମ୍ବର ସି ଶାଳ କାଠ, ନା ଅପସନ୍ ନମ୍ବର ଡି ଦେବଦାରୁ କାଠ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି ଶାଳ କାଠ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା କେଉଁ ଶତାବ୍ଦୀରୁ ଆରମ୍ଭ ହୋଇଥିଲା? ଅପସନ୍ ଏ ଅଷ୍ଟମ ଶତାବ୍ଦୀ, ଅପସନ୍ ବି ଅଷ୍ଟମ ନବମ ଶତାବ୍ଦୀ, ଅପସନ୍ ସି ସପ୍ତମରୁ ଅଷ୍ଟମ ଶତାବ୍ଦୀ, ନା ଅପସନ୍ ଡି ଆପଣଙ୍କର ନବମ ଶତାବ୍ଦୀ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ରଥଯାତ୍ରା ଆରମ୍ଭ ହୋଇଥିଲା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା କେଉଁ ରାଜାଙ୍କ ସମୟ କାଳରେ ଆରମ୍ଭ ହୋଇଥିଲା? ଅପସନ୍ ଏ କପିଳେନ୍ଦ୍ର ଦେବ, ଅପସନ୍ ବି ମୁକୁନ୍ଦ ଦେବ, ଅପସନ୍ ସି ମହେନ୍ଦ୍ର ଦେବ, ନା ଅପସନ୍ ଡି ଜୟାତି କେଶରୀ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଡି ଜୟାତି କେଶରୀ ବା ଜୟାତି କେଶରୀଙ୍କ ସମୟରେ ରଥଯାତ୍ରା ଆରମ୍ଭ ହୋଇଥିଲା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ କିଏ ରଖିଥିଲେ? ଅପସନ୍ ନମ୍ବର ଏ ଇନ୍ଦ୍ରଦେବ, ଅପସନ୍ ନମ୍ବର ବି ଇନ୍ଦ୍ରଦ୍ୟୁମ୍ନ, ଅପସନ୍ ନମ୍ବର ସି ନାରଦ, ଅପସନ୍ ନମ୍ବର ଡି ଗଜପତି ମହାରାଜ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ ଇନ୍ଦ୍ରଦେବ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ରଥ ନିର୍ମାଣ ପରେ ତିନି ରଥର ପ୍ରତିଷ୍ଠା କିଏ କରିଥିଲେ? ଅପସନ୍ ନମ୍ବର ଏ ଗଜପତି ମହାରାଜ, ଅପସନ୍ ନମ୍ବର ବି ଇନ୍ଦ୍ରଦେବ, ଅପସନ୍ ନମ୍ବର ସି ନାରଦ, ନା ଅପସନ୍ ନମ୍ବର ଡି ଦେବଦତ୍ତ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି ନାରଦ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ରଥ ନିର୍ମାଣ କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇଥାଏ? ଅପସନ୍ ନମ୍ବର ଇ ହେରା ପଞ୍ଚମୀ, ଅପସନ୍ ନମ୍ବର ବି ଅକ୍ଷୟ ତୃତୀୟା, ଅପସନ୍ ନମ୍ବର ସି ଦ୍ୱିତୀୟା ଏବଂ ଅପସନ୍ ନମ୍ବର ଡି ଦେବସ୍ନାନ ପୂର୍ଣ୍ଣିମା। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି ଅକ୍ଷୟ ତୃତୀୟା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ,
ରଥଯାତ୍ରାର ଅନ୍ୟ ନାମ କ'ଣ? ଅପସନ୍ ନମ୍ବର ଏ ଜନ୍ମଯାତ୍ରା, ଅପସନ୍ ନମ୍ବର ବି ନୀଳାନ୍ଦ୍ରି ଯାତ୍ରା, ଅପସନ୍ ନମ୍ବର ସି ବାହୁଡ଼ା ଯାତ୍ରା ନା ଅପସନ୍ ନମ୍ବର ଡି ଘୋଷଯାତ୍ରା। ଏବଂ ଆପଣଙ୍କର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଡି ଘୋଷଯାତ୍ରା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା କେବେ ପାଳନ କରାଯାଏ? ଅପସନ୍ ନମ୍ବର ଏ ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ, ଅପସନ୍ ନମ୍ବର ବି ଆଷାଢ଼ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ, ଅପସନ୍ ନମ୍ବର ସି ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ତିଥିରେ ନା ଅପସନ୍ ନମ୍ବର ଡି ଆଷାଢ଼ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ। ଏବଂ ଆପଣଙ୍କର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜାଙ୍କ ସମୟରେ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା? ଅପସନ୍ ନମ୍ବର ଏ ବ୍ରହ୍ମଦତ୍ତ, ଅପସନ୍ ନମ୍ବର ବି ମୁକୁନ୍ଦ ଦେବ, ଅପସନ୍ ନମ୍ବର ସି ପୁରୁଷୋତ୍ତମ ଦେବ ନା ଅପସନ୍ ନମ୍ବର ଡି କପିଳେନ୍ଦ୍ର ଦେବ। ଏବଂ ଆପଣଙ୍କର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଡି କପିଳେନ୍ଦ୍ର ଦେବ। ତାପରେ ଦେଖନ୍ତୁ